ଯେ ନିଶ୍ଚିତ ଭାବରେ ମୋଦି ସରକାର ଡବଲ ଇଞ୍ଜିନ ଓଡ଼ିଶା ସରକାର କାମ କରୁଛନ୍ତି। ବିଗତ 2 ବର୍ଷ ଭିତରେ ବିଭିନ୍ନ ପ୍ରକାର ସମସ୍ୟା କେମିତି ତ୍ୱରିତ ସମାଧାନ କରିବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱରେ ଚାଲିଛି। ଆପଣ ସାଧାରଣ ଲୋକଙ୍କର ଅଭିଯୋଗ ଯୋଉଟା କି ଲମ୍ବା ସମୟ ଧରିକି ଅଭିଯୋଗ ଶୁଣାଣି ହଉନଥିଲା, ସେ ନିଜେ ଖୁଦ ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି, ପ୍ରତ୍ୟେକ ସମ୍ବାରକୁ ସମ୍ବାଦ ଶୁଣୁଛନ୍ତି ଏବଂ ଲୋକ ବି ସେଥିରେ ବହୁତ ଉପକୃତ ହଉଛନ୍ତି। ମୁଁ ମଧ୍ୟ ସେଥିରେ ବହୁତ ସମୟରେ ଯୋଉ ଅଭିଯୋଗ ପ୍ରକୋଷ୍ଠରେ ଥାଏ ସେଠି ମୁଖ୍ୟମନ୍ତ୍ରୀଙ୍କର ଯୋଉ ଗ୍ରିଭେନ୍ସରେ ଥାଏ ଏବଂ ଦେଖେ ବହୁତ ବଞ୍ଚିତ ବହୁତ ପ୍ରୋବ୍ଲେମ ଫେସ୍ କରୁଥିବା ବିଭିନ୍ନ ପ୍ରକାର ରୋଗାକ୍ରାନ୍ତ ଲୋକମାନେ ଆସନ୍ତି ଏବଂ ମୁଖ୍ୟମନ୍ତ୍ରୀ ସାଙ୍ଗେ ସାଙ୍ଗେ ତାଙ୍କୁ ଚିଫ ମିନିଷ୍ଟର ରିଲିଫ ଫଣ୍ଡରୁ ସମାଧାନ ପାଇଁ କିଛି ଅର୍ଥ କିଛି ପଇସା ବି ଦିଅନ୍ତି। ବହୁତ ବଡ କଥା ଯୋଉଟା କି ଆଗ ସରକାର କରୁନଥିଲେ ଏବଂ ତ୍ୱରିତ କେମିତି ସମାଧାନ କରିବ ଯୋଉ ମାନେ ପ୍ରୋବ୍ଲେମ ସବୁ ଗାଇଡଲାଇନ ଭିତରେ ଥାଏ, ବାଉଣ୍ଡରୀ ଭିତରେ ଥାଏ, ସେଗୁଡାକୁ ତ୍ୱରିତ କେମିତି ସମାଧାନ ହବ ସେ ଦିଗରେ ମଧ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ର, ଗମନାଗମନ ମୌଳିକ ସୁବିଧା ଯଦି ଲୋକମାନଙ୍କ ପାଖକୁ ପହଞ୍ଚିବ ସେ ଦିଗରେ ସରକାର ଗୋଟେ ଓଭରାଲି ଗୋଟେ ଏଜେଣ୍ଡା ବନଉଛନ୍ତି ଏବଂ ମନ୍ତ୍ରୀମାନଙ୍କୁ ପ୍ରତ୍ୟେକ ଜିଲ୍ଲା ଗସ୍ତ କରିବା ପାଇଁ କୁହାଯାଇଛି ଏବଂ ପ୍ରତ୍ୟେକ ଅଞ୍ଚଳର ସମସ୍ୟା ତ୍ୱରିତ କେମିତି ସମାଧାନ ହବ ସେ ଦିଗରେ ମଧ୍ୟ ସରକାର କାମ କରୁଛନ୍ତି। ମୁଁ ଆଶା କରିବି ନିଶ୍ଚିତ ଭାବରେ ଆପଣମାନଙ୍କର ମାଧ୍ୟମରେ ଆମର ଯୋଉ 121ଟା ଯୋଜନା ଓଡ଼ିଶାରେ 121ଟା ନୂତନ ଯୋଜନା ଯୋଉଟା କି ଓଡ଼ିଶାର ବିକାଶ ପାଇଁ କାମ କରିବ, ବହୁତ ଲମ୍ବା ସମୟ ଧରିକି ବଞ୍ଚିତ ଥିବା ଲୋକମାନେ ଏଥିରେ ଉପକୃତ ହଉଛନ୍ତି। ଆପଣଙ୍କର ଯୁବବର୍ଗ କଥା କୁହନ୍ତୁ, ତାଙ୍କର ନିଯୁକ୍ତି, ଆତ୍ମନିଯୁକ୍ତି, ତାଙ୍କର ବୟସ ସୀମା ବୃଦ୍ଧି ଏବଂ ରେଗୁଲାର ଆଦିବାସୀ ମାନଙ୍କର କ୍ଷେତ୍ରରେ ବହୁତ ବଡ ରିଫର୍ମ କଲେ, ତାଙ୍କୁ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ତାଙ୍କୁ ରିଜର୍ଭେସନର ମାନେ ବ୍ୟବସ୍ଥା କରାହେଲା। ସର୍ବୋପରି ଆପଣଙ୍କର ବିଭିନ୍ନ ଆତ୍ମନିଯୁକ୍ତିର କଥା, ରୋଜଗାରର କଥା, ଇଣ୍ଡଷ୍ଟ୍ରିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି କରାହଉଛି। ସେଭଳିଆ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏବେ ଆପଣଙ୍କର ଡକ୍ଟର ହଉ, ପାରାମେଡିକାଲ ହଉ ନିଯୁକ୍ତି ଦଉଛନ୍ତି। ଏବେ ମଧ୍ୟ 5,000ରୁ ଅଧିକା ଜିଏନ୍ଏମ୍ ମାନଙ୍କୁ ପୋଷ୍ଟିଂ କରିବେ, ରିକ୍ରୁଟମେଣ୍ଟ ବାହାରିଛି, ଆଡଭର୍ଟାଇଜମେଣ୍ଟ ବାହାରିଛି। ସର୍ବୋପରି ଶିକ୍ଷା କ୍ଷେତ୍ରକୁ ତାର ଭିତ୍ତିଭୂମିକୁ କେମିତି ବିକାଶ କରିବ, ପ୍ରତ୍ୟେକ ସିଏସ୍ସି ରେ ଆମର ମଲ୍ଟି କମ୍ପ୍ଲେକ୍ସ ବିଲ୍ଡିଂ ସବୁ ହଉଛି, ସେଥିରେ ଗୋଟେ ଜାଗାରେ ଆପଣଙ୍କ ଲାବୋରେଟୋରୀ ଟେଷ୍ଟିଂ, ଡକ୍ଟର, ଅନ୍ୟାନ୍ୟ ସବୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ କରାହବ। ସେଇଭଳିଆ 15 କୋଟି ଟଙ୍କାର ବିଲ୍ଡିଂ ସବୁ ବିଭିନ୍ନ ସିଏସ୍ସି ପିଏସ୍ସି ରେ କରାହଉଛି ଏବଂ ଶିକ୍ଷା କ୍ଷେତ୍ରରେ ଦେଖିବେ, ଶିକ୍ଷା କ୍ଷେତ୍ରରେ ଯଦି ଆପଣ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ପ୍ରତ୍ୟେକ ପଞ୍ଚାୟତକୁ ଟାର୍ଗେଟ କରାହେଇଛି, ପ୍ରତ୍ୟେକ ବ୍ଲକକୁ ଟାର୍ଗେଟ କରାହେଇଛି। ପ୍ରତ୍ୟେକ ପଞ୍ଚାୟତରେ ଏବେ ସେକେଣ୍ଡ ଫେଜରେ ପାଖାପାଖି 2200 ଗୋଦାବରୀ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାହଉଛି। ବ୍ଲକରେ ମଧ୍ୟ ପିଏମ୍ଶ୍ରୀ ଭାରତ ସରକାରଙ୍କ ପାଖରୁ ଏବେ ସେକେଣ୍ଡ ଫେଜରେ ପଇସା ଆସିଛି। ଧୀରେ ଧୀରେ କି ଶିକ୍ଷା କ୍ଷେତ୍ରକୁ ଯୋଡା ହଉଛି, ଶିଶୁ ବାଟିକା ଠୁ ଅଙ୍ଗନବାଡି ଠୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ସେଥିରେ ଅଧିକରୁ ଅଧିକା ବ୍ୟବସ୍ଥା କରାଯାଇଛି। ଶିକ୍ଷା କ୍ଷେତ୍ର କେତେ ରିଫର୍ମ କରାହବ, ନୂତନତା କରାହବ ଏବଂ ଓଡ଼ିଶା ନିପୁଣ କେମିତି କାମ କରିବ ଭାରତ ସରକାର ସହିତ ସେ ଦିଗରେ ମଧ୍ୟ କାମ କରାହଉଛି।